ରାମ ପାଦୁକା ଆଣିଛି ବେଲିବ ଅନୁଗୁଳ ଜିଲ୍ଲା ବନପାଳ ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣପୁର ଗାଁର ପ୍ରାୟ 7 ରୁ 8 ଜଣ ମିଶି ଜଗା ଦର୍ଶନ ପାଇଁ ପୁରୀ ଯାଇଥିଲେ। ସେଥିମଧ୍ୟରୁ କିଛି ଯୁବକ ହୋଇଥିବା ବେଳେ କିଛି ବୟସ୍କ ବ୍ୟକ୍ତି ଥିଲେ। ସେହି ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ଛବି ସାହୁ ବୟସ 72 ବର୍ଷ ଅସାବଧାନତା ବା ଅଜାଣତରେ ଚପଲ ପିନ୍ଧି ପରିସ୍ରା କରିବାକୁ ଯାଇଥିବା ବେଳେ ଧୋଇ ହୋଇ ତାଙ୍କ ସହିତ ଯାଇଥିବା ବ୍ୟକ୍ତିମାନଙ୍କ ପାଖକୁ ଯିବା ପରିବର୍ତ୍ତେ ଅଜାଣତରେ ମନ୍ଦିର ଭିତରକୁ ପଳାଇ ଯାଇଥିଲେ, ଯାହା କିଛି ସେବାୟତଙ୍କ ନଜରରେ ଆସିଥିଲେ। ସଙ୍ଗେ ସଙ୍ଗେ ଛବି ସାହୁଙ୍କୁ ଜଣେ ସେବାୟତ ବାରଣ କରିବା ସହ ତାଙ୍କୁ ତାଚ୍ଛଲ୍ୟ କରିବା ସହିତ ଅତି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଓ ଚପଲଟିକୁ ମୁଣ୍ଡାଇ କରି ନେଇଯିବାକୁ ବାଧ୍ୟ କରିଥିଲେ। ତେବେ ବୟସ ଅଧିକ ଓ ବାହାର ଜିଲ୍ଲାର ହୋଇଥିବାରୁ ଛବି ସାହୁ ଭୟରେ ଚପଲ ମୁଣ୍ଡାଇ ବାହାରକୁ ଆସୁଥିବା ବେଳେ ସେହି ସେବାୟତ ଜଣକ ଛବିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ତେବେ ଛବି ସାହୁ ଭୟରେ ସେଠାରେ କାହାକୁ କିଛି ନ କହି ଘରକୁ ଆସିଥିଲେ। କିନ୍ତୁ ଏହି ଭିଡିଓ ଭାଇରାଲ ପରେ ତାଙ୍କ ଗାଁ ଲୋକ ଦେଖିବା ସହ ବିଭିନ୍ନ ପ୍ରକାର କଥା କହି ତାଙ୍କୁ ଥଟ୍ଟା ପରିହାସ କରୁଛନ୍ତି, ଯାହାଫଳରେ ଛବି ମାନସିକ ଭାବରେ ଅବସାଦରେ ରହୁଥିବା କହିଛନ୍ତି। ଏଥିସହିତ ସେହି ସେବାୟତଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବାକୁ ଦାବି କରିଛନ୍ତି। ଛବି ସାହୁ ଘର ନଖଣପୁର ଅନୁଗୁଳ ପଣ୍ଡାମାନେ ନା ଅନ୍ତ ଗଲା ଆଉ ହଁ ଜାଣତରେ ଆଉ ଏକ କରିନି ଯାଇଥିଲି ଜାଣତରେ ପୁରୀ ଆଡ଼େ ଯାଇଲି। ପୁରୀ ଆଡ଼େ ଯାଉ ଯାଉକା ପଣ୍ଡାମାନେ ନାହିଁ କଲେ ଆଉ ଚପଲ ମୁଣ୍ଡରେ ବୋଇଁ ଦେଲେ ଆଉ ପଣ୍ଡାମାନେ କହିଲେ ଚପଲ ମୁଣ୍ଡେ ଉପରକୁ ଉଠ। ଉଠେଇଲି ଗଲେ ଜାଲ ବାହାରକୁ ଆଉ କଣ କହିଲେ? ଆଉ ଗାଳୁଗୁଜ କଲେ। ତେବେ ଏଠାରେ ପ୍ରଶ୍ନ ଉଠେ କି ସେ କିଭଳି ଭାବରେ ସୁରକ୍ଷାକୁ ଡେଇ ସେଠାକୁ ଗଲେ? ଯଦି ବୟସାଧିକ ହେତୁ ସେ ପଳାଇ ଗଲେ ତାଙ୍କୁ ବାହାର କରିବା ବଦଳରେ ମୁଣ୍ଡରେ ଚପଲକୁ ମୁଣ୍ଡାଇ ଦେବା କେତେ ଯୁକ୍ତିଯୁକ୍ତ ଚିନ୍ତା କରନ୍ତୁ। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରିବା ସହ ଅପମାନ କରିଥିବା ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। କବି ସାହୁ ଆମେ ବୟସ୍କ ଲୋକ 3 ଜଣ ଯାଇଥିଲୁ ପୁରୀ ବଡ଼ଦାଣ୍ଡରେ। ସେଥିରୁ ଆମେ 2 ଜଣ ବସି ରହିଲୁ। ସେଇଠୁ ଭାଇ ଆମକୁ କହିଲେ ମୁଁ ଯାଉଛି ଏକ ତମେ ଅପେକ୍ଷା କରିକି ଏଠି ବସିଥାଅ। ସେଠୁ ଆଉ ଜଣେ ଭାଇ କହିଲା ମୁଁ ଏଇ ପାଖକୁ ଏକ ଯାଇଥିଲି। ସେଇ ବାଟରେ ପୁଣି ସେ ଗଲା ହାରି। ସେ ଏକ କରିକି ଫେରିବା କଥା। ସେଠୁ କ'ଣ ମନରେ ତାର ଭାବନା ହେଲା ମନ୍ଦିର ଭିତରକୁ ସେ ଚାଲିଗଲେ। ମନ୍ଦିର ଭିତରକୁ ଯାହା ଚାଲିଗଲେ ଆଉ ଅନୁମାନିତ ନାହିଁ। ଚପଲି ମାଡ଼ିକି ଯାଇહતી। ମାଡ଼ିକି ଯିବା ହେତେ ପଣ୍ଡାମାନେ ତାକୁ ବନ୍ଦବାନ୍ଦ କରିକି ଗାଳି କରି ଅସଭ୍ୟ ଭାଷା କହି ଗାଳି କରିକିନି ତାକୁ ତଳକୁ ବାହାର କରି ଦେଇଛି ଆଉ ଆମକି ଯେଉଁମାନେ ପଣ୍ଡା ଅପମାନିତ କରିଛି ସେଇମାନଙ୍କୁ କେମିତି କେଉଁ ଆକାର ଦଣ୍ଡ ଦେବେ। ରାମ ପାଦୁକା ଆଣିଛି ବେଲିବ ସୁଧାକର ସାହୁ ସଭାପତି ଜିଲ୍ଲା ସମାଜସେବୀ ମହାସଂଘ ଅନୁଗୁଳ ଜିଲ୍ଲାର ବନପାଳ ବ୍ଲକ ଲକ୍ଷ୍ମଣପୁର ଗାଁରୁ ଯେ 5-6 ଜଣ ଖଣ୍ଡେ ଯାଇଥିଲେ ଜଗା ଦର୍ଶନ ପାଇଁ। କିନ୍ତୁ ସେଥିରେ ବୃଦ୍ଧ 3 ଜଣ ଥିଲେ। ସେ ବୃଦ୍ଧ 3 ଜଣ ମଧ୍ୟରୁ ଛବି ସାହୁ ଯାହାକି ବୟସ 72 ବର୍ଷ ସେ କୌଣସି କାରଣରୁ କି ତାଙ୍କର କ'ଣ ଅସାବଧାନତା ଦୃଷ୍ଟିରୁ ସେ ନେଇ ଯାଇଥିଲେ ଚପଲ ପିନ୍ଧି ମନ୍ଦିର ଭିତରକୁ ଯାଇଥିଲେ। କିନ୍ତୁ ସେଇ ମନ୍ଦିର ଭିତରକୁ ଯିବା ଭିତରେ କିଛି ସେବାୟତ ତାଙ୍କୁ ଦେଖି ନେଇଥିଲେ, ତାଙ୍କ ନଜରରେ ଆସିଥିଲେ। ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ କହିଲେ ଯେ ନାଇଁ ତୁମେ ମନ୍ଦିର ବାହାରକୁ ବାହାର। କିନ୍ତୁ ବାହାର କରିବା ପରିବର୍ତ୍ତେ ତାଙ୍କୁ ମୁଣ୍ଡରେ ଭୟଭୀତ କରାଇ ମୁଣ୍ଡରେ ଚପଲ ମୁଣ୍ଡାଇ ତାକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ତାକୁ ବାହାର କରିଥିଲେ ବାହାରକୁ। ଏ ଗୋଟେ ନିନ୍ଦନୀୟ ଘଟଣା, ଯାହାକି ସେବାୟତଙ୍କର ବାପ ବୟସର ଲୋକ ସିଏ। ଏ ତ ଆଗରୁ ବହୁତ ଘଟଣା ଘଟି ଯାଇଛି, ଏବେ ବି ଘଟୁଛି। ଇଏ ବି ଗୋଟେ ଦେଖନ୍ତୁ ରିସେଣ୍ଟଲି ଏ ଯେଉଁ ଘଟଣାଟି ଘଟିଛି, ଏହା ପ୍ରତି କୌଣସି ପୁରୀ ପ୍ରଶାସନ କି କୌଣସି ସେବାୟତମାନେ କୌଣସି ବୋଧେ ଏହାର ନେଉନାହାନ୍ତି ପଦକ୍ଷେପ। ଘଟଣା ପରେ ଘଟଣା ଘଟି ଚାଲିଛି। ତେଣୁ ଏଇ ଘଟଣା କିଭଳି ଦବିବ ବା କିଭଳି ଆଗକୁ ନ ହେବ ସେଥିପ୍ରତି ଦୃଷ୍ଟି ଦେବା ଦରକାର ପ୍ରଶାସନ। ଆଉ ଏଇ ଯେଉଁ ଘଟଣା ଘଟୁଛି, ଏ ଯେଉଁ ଚପଲ ପିନ୍ଧା କଥା କହୁଛନ୍ତି, ଚପଲ ପିନ୍ଧିକି ସେ ଗଲା କେମିତି ଭିତରକୁ? ଯଦି ଆମର ଏତେ ସୁରକ୍ଷା ଥାଇକିରି ପୁରୀ ମନ୍ଦିରରେ ଭିତରକୁ ଗଲା, ତାହେଲେ ଏଠି ପ୍ରଶ୍ନ ଉଠେ ଏଠି ଭୁଲ କାହାର? ସେ ଯେଉଁ ସୁସ୍ଥ ମସ୍ତିଷ୍କ ଥିବା ସେଇ ସେବାୟତଙ୍କର ନା ଏ ଯେଉଁ ବୃଦ୍ଧ ମଉସା ଯେଉଁ ଯାଇଥିଲେ ଛବି ସାହୁ ଯାହାକି ବୟସ 72,
ବର୍ଷ ସେ ବୟସର ଅପରାହ୍ନରେ ପହଞ୍ଚିଲେ ସେ କୌଣସି ଦୃଷ୍ଟିରୁ ନେଇଯାଇଛନ୍ତି ତାକୁ ସସମ୍ମାନ ଆଣିବା କଥା ନା ତାକୁ ଏଇଭଳି ମୁଣ୍ଡେଇ ଗୋଟେ ଭିଡ଼ିଓ ଭାଇରାଲ କରି ଏଇଟା ନିନ୍ଦନୀୟ ଘଟଣା। ତେଣୁ ସମାଜସେବୀ ଅନୁଗୁଳ ସମାଜସେବୀ ପକ୍ଷରୁ ଗୋଟେ ନିନ୍ଦନୀୟ ଘଟଣା କରାହେଉଛି। ଯେଉଁ ସେବାୟତ ଏଭଳି କୁତ୍ସିତ କାର୍ଯ୍ୟ କରିଛି ତାକୁ ଉଚିତ ଦଣ୍ଡ ଦିଆଯାଉ, ଛବିଶାକୁ ନିଆଯାଉ, କିଭଳି ଭାବରେ ଆଗକୁ ଏଭଳି ଘଟଣା ନ ଘଟିବ ସେଥିପ୍ରତି ପ୍ରଶାସନ ପୁରୀ ପ୍ରଶାସନ ଦୃଷ୍ଟି ଦେବା ଦରକାର। ଅନୁଗୁଳରୁ ଶଶାଙ୍କ ଶେଖର ସାମଲଙ୍କ ରିପୋର୍ଟ, IOA ନ୍ୟୁଜ୍।